କଥା ହେବା ସିକ୍ସଥ ଲେଟର ଓଡ଼ିଆ ବର୍ଣ୍ଣମାଳାର ଯୋଉଟା ହେଉଛି କ'ଣ ନା ରୁ। ତ ବାକ୍ୟ କରିବା ଶବ୍ଦ ଜାଣିବା ବାକ୍ୟ କରିବା। ଋଷି ଋଷିମାନେ ଆଶ୍ରମରେ ଧ୍ୟାନ କରନ୍ତି। ଋତୁ ଆମ ଦେଶରେ ବର୍ଷକରେ 6ଟି ଋତୁ ଆସିଥାଏ। ଋଣ ସମୟରେ ଋଣ ପରିଶୋଧ କରିବା ଏକ ଭଲ ଅଭ୍ୟାସ। ରୁକ ରୁକ୍ ବେଦରେ ଅନେକ ପବିତ୍ର ରୁକ୍ ରହିଛି। ରୁକ୍ଷ ଜଙ୍ଗଲରେ ଗୋଟିଏ କଳା ରୁକ୍ଷ ଦେଖାଗଲା। ଋତୁରାଜ ବସନ୍ତ ଋତୁକୁ ଋତୁରାଜ କୁହାଯାଏ। ଋତୁମତୀ ପ୍ରାକୃତିକ ନିୟମ ଅନୁସାରେ ନାରୀ ଋତୁମତୀ ହୋଇଥାଏ। ଋତୁଚକ୍ର ପ୍ରକୃତିର ଋତୁଚକ୍ର କ୍ରମାନୁସାରେ ପରିବର୍ତ୍ତିତ ହୁଏ। ଋଷଭ ଶିବଙ୍କର ବାହନ ହେଉଛନ୍ତି ଋଷଭ, ଯାହାକୁ ବୃଷଭ ମଧ୍ୟ କୁହାଯାଏ। ଋତୁକାଳ ବର୍ଷା ଋତୁକାଳରେ ଚାଷ କାମ ଆରମ୍ଭ ହୁଏ। ଋଷିପ୍ରୋକ୍ତ ପୁରାଣ ଗୁଡ଼ିକ ଋଷିପ୍ରୋକ୍ତ ଜ୍ଞାନରେ ପରିପୂର୍ଣ୍ଣ। ଋଣଗ୍ରସ୍ତ ଅତ୍ୟଧିକ ଖର୍ଚ୍ଚ କଲେ ମଣିଷ ଋଣଗ୍ରସ୍ତ ହୋଇପଡ଼େ। ଋଣମୁକ୍ତ ସବୁ ଧାର ସୁଝି ସାରିଲା ପରେ ସେ ଋଣମୁକ୍ତ ହେଲେ। ଋଜୁ ସେ ଜଣେ ଋଜୁ ଓ ସରଳ ସ୍ୱଭାବର ମଣିଷ। ଋତ ବୈଦିକ ସାହିତ୍ୟରେ ଋତ ଅର୍ଥାତ୍ ସତ୍ୟର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଋଣାତ୍ମକ ମନରେ କୌଣସି ଋଣାତ୍ମକ ଭାବନା ରଖିବା ଉଚିତ ନୁହେଁ। ଋତୁକାଳୀନ ବଜାରରେ ଋତୁକାଳୀନ ଫଳ ବିକ୍ରି ହେଉଛି। ଋଣଦାତା ଋଣ ଗ୍ରହୀତା ସମୟ ସୀମା ମଧ୍ୟରେ ଟଙ୍କା ଫେରସ୍ତ କରିବା ଦରକାର। ଋଣଦାତା ଋଣଦାତାଙ୍କ ଠାରୁ ଟଙ୍କା ଆଣି ସେ ବ୍ୟବସାୟ ଆରମ୍ଭ କଲେ। ଋଣ ଗ୍ରହୀତା ସମୟ ସୀମା ମଧ୍ୟରେ ଟଙ୍କା ଫେରସ୍ତ କରିବା ଦରକାର। ଋଷିକେଶ ଗଙ୍ଗା ନଦୀ କୂଳରେ ଅବସ୍ଥିତ ଏକ ପବିତ୍ର ତୀର୍ଥକ୍ଷେତ୍ର। ଋଷିକୂଲ୍ୟ ଓଡ଼ିଶାର ଏକ ପ୍ରସିଦ୍ଧ ନଦୀ। ଋଷ୍ୟଶୃଙ୍ଗ ରାମାୟଣ କାଳରେ ଜଣେ ପ୍ରସିଦ୍ଧ ମୁନି ଥିଲେ। ଋଣପୁତ୍ର ସେ ବ୍ୟାଙ୍କରୁ ଋଣପତ୍ର ଗ୍ରହଣ କଲେ। ଋତୁପୂର୍ଣ୍ଣ ପ୍ରକୃତି ଶରତ ଋତୁରେ ଋତୁପୂର୍ଣ୍ଣ ଶୋଭା ଧାରଣ କରେ। ଋଷିଧାମ ହିମାଳୟକୁ ଋଷିଧାମ ବୋଲି କୁହାଯାଏ। ଋଷି ଆଶ୍ରମର ପରିବେଶ ବହୁତ ଶାନ୍ତ। ଋଣ ପରିଶୋଧ ସେ ବ୍ୟାଙ୍କର ଋଣ ପରିଶୋଧ କରି ନିଶ୍ଚିତ ହେଲେ। ଋଣ ଶୋଧ କାମ ସରିବା ପରେ ଋଣ ଶୋଧ କରିବା ଆବଶ୍ୟକ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି ଡାଉଟ୍ ଅଛି କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଭିଡ଼ିଓ କ'ଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।